ଏହି ସମୟରେ ସବୁଠାରୁ ବଡ଼ ରାଜନୈତିକ ଖବର ପଶ୍ଚିମବଙ୍ଗ ରାଜନୀତିରେ ସବୁଠାରୁ ବଡ଼ ବିସ୍ଫୋରଣ। ଦୀର୍ଘ 28 ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଦୁଇ ଭାଗରେ ବିଭକ୍ତ ହୋଇଛି ତୃଣମୂଳ କଂଗ୍ରେସ ବା ଟିଏମସି। ପରାଜୟ ପରେ ଦଳ ମଧ୍ୟରେ ଚାଲିଥିବା ଗୃହଯୁଦ୍ଧ ଏବେ ଚରମ ସୀମାରେ ପହଞ୍ଚିଛି। ଗୋଟିଏ ପଟେ ଦଳର ପ୍ରତିଷ୍ଠାତା ମମତା ବାନାର୍ଜୀ ଥିବାବେଳେ ଅନ୍ୟପଟେ ବିଦ୍ରୋହର ପତାକା ଉଡ଼ାଇଛନ୍ତି ନେତା ଋତୁବ୍ରତ ବାନାର୍ଜୀ। ସ୍ଥିତି ଏପରି ହୋଇଛି ଯେ ବିଦ୍ରୋହୀ ଗୋଷ୍ଠୀ ମମତା ବାନାର୍ଜୀଙ୍କୁ ଦଳର ସୁପ୍ରିମୋ ପଦରୁ ହଟାଇ ଅରୁପ ରାୟଙ୍କୁ ନୂଆ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ଏବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ପ୍ରକୃତରେ ଟିଏମସି ଏବେ କାହାର ହେବ ଘାସଫୁଲ ନିର୍ବାଚନୀ ସଂକେତ। ଆଉ କେଉଁ ଗୋଷ୍ଠୀ ହାତକୁ ଯିବ ଦଳର କୋଟି କୋଟି ଟଙ୍କାର ପାଣ୍ଠି। ମାମଲା ଏବେ ଦିଲ୍ଲୀରେ ଭାରତର ନିର୍ବାଚନ କମିଶନଙ୍କ ଦରବାରରେ। ହଁ ଦର୍ଶକ, ମହାରାଷ୍ଟ୍ରର ଶିବସେନା ଏବଂ ଏନସିପି ଭଳି ଏବେ ବଙ୍ଗଳାର ତୃଣମୂଳ କଂଗ୍ରେସ ମଧ୍ୟ ସମାନ ପରିସ୍ଥିତିକୁ ସାମ୍ନା କରୁଛି। 80 ଜଣ ଟିଏମସି ବିଧାୟକଙ୍କ ମଧ୍ୟରୁ ପ୍ରାୟ 65 ଜଣ ବିଧାୟକ ଏବେ 28 ଜଣ ଲୋକସଭା ସାଂସଦଙ୍କ ମଧ୍ୟରୁ 20 ଜଣ ସାଂସଦ ଏବେ ବିଦ୍ରୋହୀ ନେତା ଋତୁବ୍ରତ ବାନାର୍ଜୀଙ୍କ ସହ ଛିଡ଼ା ହୋଇଛନ୍ତି। ବିଧାନସଭାରେ ଋତୁବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବେ ମାନ୍ୟତା ମଧ୍ୟ ମିଳିସାରିଛି। ତେବେ ନିର୍ବାଚନ କମିଶନର କ'ଣ ନିଷ୍ପତ୍ତି ନେବେ ତାକୁ ନେଇ ନିହାତି ଭାବରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ। ଉଭୟ ଗୋଷ୍ଠୀ ଏବେ ନିଜ ନିଜର ନୂଆ ଜାତୀୟ କାର୍ଯ୍ୟକାରୀ କମିଟିର ତାଲିକା ଭାରତର ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିଛନ୍ତି। ଇଲେକ୍ସନ ସିମ୍ବଲ୍ସ ଅର୍ଡର 1968ର ନିୟମ ଅନୁଯାୟୀ ନିର୍ବାଚନ କମିଶନ ଦୁଇଟି ମୁଖ୍ୟ ଦିଗ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ପ୍ରଥମେ ହେଉଛି ଘାସଫୁଲ ସଂକେତ କାହାର। ଯଦି ଋତୁବ୍ରତ ବାନାର୍ଜୀଙ୍କ ଗୋଷ୍ଠୀ 2/3 ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଗରିଷ୍ଠତା ପ୍ରମାଣିତ କରିବେ ତେବେ ସେମାନଙ୍କୁ ଦଳର ନାମ ଓ ସଂକେତ ମିଳିପାରେ। କିନ୍ତୁ ଯଦି ବିବାଦ ଜଟିଳ ହୁଏ ତେବେ ନିର୍ବାଚନ କମିଶନ ଘାସଫୁଲ ସଂକେତକୁ ଫ୍ରିଜ୍ କରି ଦୁଇ ଗୋଷ୍ଠୀକୁ ନୂଆ ସଂକେତ ଓ ନୂଆ ନାମରେ ନିର୍ବାଚନ ଲଢ଼ିବାକୁ କହିପାରନ୍ତି। ଦ୍ୱିତୀୟରେ ଦଳର ପାଣ୍ଠି ଓ ସମ୍ପତ୍ତି କାହାକୁ ମିଳିବ। ଆଇନ ଅନୁଯାୟୀ ଦଳର ବ୍ୟାଙ୍କ ଆକାଉଣ୍ଟ ଏବଂ ସମ୍ପତ୍ତି ଉପରେ ନିର୍ବାଚନ କମିଶନ ସିଧାସଳଖ ନିଷ୍ପତ୍ତି ନିଅନ୍ତି। ଏଥିପାଇଁ ଉଭୟ ପକ୍ଷକୁ ଦେୱାନୀ ଅଦାଲତ ସିଭିଲ କୋର୍ଟର ଦ୍ୱାରସ୍ଥ ହେବାକୁ ପଡ଼ିବ। ଯେ ପର୍ଯ୍ୟନ୍ତ କୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଆସିନାହିଁ ସେ ପର୍ଯ୍ୟନ୍ତ ଟିଏମସିର ଅଫିସିଆଲ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ ଫ୍ରିଜ୍ ହୋଇକି ରହିପାରେ। ଟିଏମସି ସାଂସଦ ସୌଗତ ରାୟ ଏହି ସମ୍ପୂର୍ଣ୍ଣ ବିଭାଜନ ପାଇଁ ବିଜେପିକୁ ଦାୟୀ କରିଥିବା ବେଳେ ବିଦ୍ରୋହୀ ଗୋଷ୍ଠୀ କହିଛନ୍ତି ଯେ ସେମାନେ ଆଇନଗତ ଭାବେ ସଠିକ ଅଛନ୍ତି। ବର୍ତ୍ତମାନ ପାଇଁ ଏହି ବିଲ୍ ନିର୍ବାଚନ କମିଶନଙ୍କ କୋର୍ଟରେ ଅଛି। ଆଗକୁ ଏହି ଲଢ଼େଇ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ନିହାତି ଯିବ। ପଶ୍ଚିମବଙ୍ଗ ରାଜନୀତିର ଏହି ସର୍ବବୃହତ ହଟଚମଟ ଉପରେ ଆମର ନଜର ରହିଛି। ଆଗକୁ ପଶ୍ଚିମବଙ୍ଗର ଏହି ଲଢ଼େଇ କେଉଁ ରୂପ ନେଉଛି ଏବଂ ପ୍ରକୃତରେ ଟିଏମସିର ସଂକେତ ଠାରୁ ଆରମ୍ଭ କରି ଟିଏମସିର ପାଣ୍ଠି ପାଇଁ ଏ ଯେଉଁ ଲଢ଼େଇ ପ୍ରକୃତରେ ଇଏ କାହା ଭାଗକୁ ଯିବ ଏବଂ କିଏ ଟିଏମସିର ସଂକେତକୁ ଆପଣେଇବ ନା ନୂଆ ସଂକେତ କରାଯିବ ବା ଟିଏମସିର ଚିହ୍ନ ପରିବର୍ତ୍ତନ ହେବ, ଉଭୟ ଦଳକୁ ନୂଆ ଚିହ୍ନ ଦିଆଯିବ। ଇଏ ତମାମ ବିଷୟରେ ଆଗକୁ ଜଣାପଡ଼ିବ ସ୍ପଷ୍ଟ ଭାବରେ କ'ଣ ରହୁଛି ଖବର। ତେବେ ଏହି ଖବର ଉପରେ ଆମର ସମ୍ପୂର୍ଣ୍ଣ ନଜର ରହିଛି। ଅଧିକ ଅପଡେଟ୍ ପାଇଁ ଦେଖୁଥାନ୍ତୁ ନ୍ୟୁଜ୍ ରୁମ୍ ଏବଂ ନ୍ୟୁଜ୍ ରୁମ୍ର ଭିଡ଼ିଓ ଗୁଡ଼ିକ ଅନ୍ୟମାନଙ୍କୁ ସେୟାର କରନ୍ତୁ, ନ୍ୟୁଜ୍ ରୁମ୍କୁ ସବସ୍କ୍ରାଇବ୍ କରନ୍ତୁ। ରହୁଛି, ନମସ୍କାର।